ମୁଁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ଏଇ ଭିଡ଼ିଓଟିକୁ ସ୍ୱାଗତ କରୁଛି। ଆସନ୍ତୁ ଜାଣିବା ଏକ ନୂଆ ଟପିକ୍। ଆଜିର ଟପିକ୍ ହେଉଛି ଅନୁତାପ ଜୀବନର ସବୁଠାରୁ ନୀରବ ଯନ୍ତ୍ରଣା। ତେବେ ଆସନ୍ତୁ ଜାଣିବା। ଜୀବନରେ କିଛି ଭୁଲ ଏମିତି ହୋଇଯାଏ ଯାହାକୁ ଆମେ ଚାହିଁଲେ ବି ପୁଣି ଥରେ ଠିକ୍ କରିପାରୁନାହୁଁ। ସମୟ ଚାଲିଯାଏ, ଲୋକ ବଦଳି ଯାଆନ୍ତି, କିନ୍ତୁ ମନ ଭିତରେ ରହିଯାଏ ସେଇ ଗୋଟାଏ ପ୍ରଶ୍ନ, ସେଦିନ ଯଦି ମୁଁ ଭିନ୍ନ ଭାବେ କହିପାରିଥାନ୍ତି ତାହେଲେ କ'ଣ ସମସ୍ୟା ସମାଧାନ ହୋଇପାରିଥାନ୍ତା କି? ଅନୁତାପର ସବୁଠାରୁ ବଡ଼ ଦୁଃଖ ହେଉଛି ଏହା ଆମକୁ ଅତୀତ ଦେଖାଏ, କିନ୍ତୁ ଅତୀତକୁ ବଦଳାଇବାର ସୁଯୋଗ ଦିଏ ନାହିଁ। କାହାକୁ ରାଗରେ କହିଥିବା କଥା, କାହାର ମନକୁ ଦେଇଥିବା କଷ୍ଟ, କାହାର ଭଲ ପାଇବାକୁ ଅବହେଳା କରିବା କିମ୍ବା ନିଜର ଲୋକଙ୍କୁ ସମୟ ନ ଦେବା, ଏସବୁର ମୂଲ୍ୟ ବେଳେବେଳେ ଆମେ ବହୁତ ଡେରିରେ ବୁଝିଥାଉ। ସେଥିପାଇଁ ଜୀବନରେ ଗୋଟିଏ କଥା ମନେ ରଖନ୍ତୁ, ଭୁଲ ହେଲେ ଅନୁତାପ କରନ୍ତୁ, କିନ୍ତୁ ଅନୁତାପରେ ନିଜ ଜୀବନକୁ ଅଟକାଇ ରଖନ୍ତୁ ନାହିଁ। ଯାହା ହୋଇଗଲା ତାହା ଆମ ଅତୀତ, କିନ୍ତୁ ଆଜି ଆମ ହାତରେ ଆମ ବର୍ତ୍ତମାନ। ଆଜି କାହାର ମନ ଭାଙ୍ଗିବା ପୂର୍ବରୁ ଭାବନ୍ତୁ, ଆଜି କାହାକୁ ଭଲ ପାଇବାକୁ ଥିଲେ କହିଦିଅନ୍ତୁ, ଆଜି କାହାକୁ କ୍ଷମା ମାଗିବାକୁ ଥିଲେ କ୍ଷମା ମାଗି ନିଅନ୍ତୁ। କାରଣ ଜୀବନରେ ସବୁ କିଛି ପୁଣି ଥରେ ମିଳିପାରେ, କିନ୍ତୁ ହଜିଯାଇଥିବା ସମୟ, ହରାଇଥିବା ମଣିଷ ସବୁବେଳେ ପୁଣି ଫେରି ଆସନ୍ତି ନାହିଁ। ତେଣୁ ଅନୁତାପକୁ ଦୁଃଖ ନୁହେଁ, ନିଜକୁ ବଦଳାଇବାରେ ଶିକ୍ଷା କରନ୍ତୁ। ଗତକାଲିର ଭୁଲ ଯେମିତି ଆଜିକୁ ନଷ୍ଟ ନ କରେ, କାରଣ ଅନୁତାପ ଆମକୁ ପଛକୁ ଦେଖାଏ, କିନ୍ତୁ ଅତୀତ ବଦଳାଇବାକୁ ସୁଯୋଗ ଦିଏ। ତେଣୁ ସାଙ୍ଗମାନେ, ଏଥିରୁ ଆଉ କ'ଣ ଆପଣମାନେ କ'ଣ ବୁଝିଲେ? ଏମିତି କିଛି କଥା କହିବେ ନାହିଁ କି ଏମିତି କିଛି କାମ କରିବେନି ଯାହାକି ଅନ୍ୟମାନଙ୍କୁ କଷ୍ଟ ଦେବ। ରହିଲି, ଜୟ ଜଗନ୍ନାଥ।